नमस्कार जय जगन्नाथ समस्त को। आज आम सहित जड़े भाई जोड़ी होती सुशांत भाई। से गोवा रु एबे जोड़ी होती आउ भाईंकर सहित कथा हवा तांकर गोटे चैनल से एबे स्टार्ट करछन्ती जोटा गरीब एसपी व्लॉग। ता विषय भी कथा हवा आउ तांकर पूर्वर आउ गोटे चैनल थिला ता विषय भी कथा हवा। तो भाई नमस्कार। बहुत नमस्कार। भल लगिला जय हम। जगन्नाथ। जय जगन्नाथ। तो गोवा रे केमती का एबे गोवा तो लोग बुलिया ପାଇଁ ଯାଆନ୍ତି। गोवा तो अनुसार वर्षा मौसम पूरा 3 मास 4 मास है वर्षा कंटिन्यू चली एपर्यंत तो बीच बीच जाए आमको सुযোଗ मिलूनी। अच्छा। तो ओडिया लोग बहुत भी व्यस्त हुअନ୍ତି। हम्म। वर्षा छाड़ी गले हमको सुযোଗ मिले भितर जाए। लोक जोटे जीवा ପାଇଁ ଆମେ ଚାहୁ ଟିକେ ବୁଲିବା ପାଇଁ ସେଇଠି ତମେ ରହୁଛ କେମିତି ଲାଗେ ନା ଯୋଉ। बहुत मजा लगे जिते जाओ से जगह उपरको बाहर लोग मैंने जो मैंने आसती ओडिशा रू हो ओडिशा बाहर हो होटल बुकिंग करी रुहंती से माने 2 दिन 3 दिन पे आसती। हम्म ତ हम्म ସେମାନେ ଆମକୁ କୁହନ୍ତି ଆମେ ଆସିଛୁ ଏତେ ବାଟ ଆସିଛୁ ହୋଟେଲ ବୁକିଂ କରିବାଛୁ ଏତେ ପଇସା ସେତେ ପଇସା ଲାଗୁଛି। हम्म ଆମେ ଏଇଠି ରହୁଛ ଡେଲି ବୁଲିବା ପାଇଁ ଆସୁଥିବ ବଢିଆ ଲାଗୁଥିବ ତମକୁ। ତ ସେଇଟା हम्म ଆମକୁ ବହୁତ ବଢିଆ ଲାଗେ କାରଣ ଆମେ ଘର ଭଳିଆ ଜାଗାରେ ଗୋଟେ ଜବ୍ କରୁଛୁ। हम्म। ସେଇଟା ବହୁତ ଭଲ ଲାଗେ ଆମ ସେ କଥା ଶୁଣିଲା ବେଳକୁ। ଆଉ ସୁଶାନ୍ତ ଭାଇ ଘର କୋଉଠି? ଆମ ଘର କଟକ ଜଗତସିଂହପୁର। କଟକ ଜଗତସିଂହପୁରରେ କେବେଠୁ ରହିଲେଣି ଗୋଆରେ? ମୋର ହେଇଗଲାଣି 4 ବର୍ଷ 5 ବର୍ଷ ପାଖାପାଖି ହେଇଗଲାଣି। ଆଚ୍ଛା ତ ବହୁତ ପୁରୁଣା ହେଇଗଲେଣି ଗୋଆରେ। ଆଉ ଏଇ ଯୋଉ ଏସପି ଗରିବ ଏସପି ବ୍ଲଗ ଯୋଉଟା ଷ୍ଟାର୍ଟ କରିଛନ୍ତି ଏଇଟା ବୋଧେ ଅଗଷ୍ଟ 2023 ରେ ଷ୍ଟାର୍ଟ କରିଛନ୍ତି ନାଇଁ? ସେଟା ଆଗେ ଡିଲେଟ ପୁରୁଣା ଚ୍ୟାନେଲ ଡିଲେଟ ହେଇଗଲା ଡିଲେଟ କରି ସାରିଲା ପରେ ମୁଁ ଏଇଟା ଷ୍ଟାର୍ଟ କଲି। ଆଗ ଚ୍ୟାନେଲ ରେ କଣ ଥିଲା କଣ ନା ଥିଲା ଆଗ ଚ୍ୟାନେଲ ରେ? ସୁଶାନ୍ତ ଦାସ ବ୍ଲଗ। ତୁଷାର ଦାସ ବ୍ଲଗ ସେଇଟା କେବେଠୁ ଷ୍ଟାର୍ଟ କରିଥିଲେ? ସେଇଟା ଦୁଇ ବର୍ଷ 1.5 ବର୍ଷ ପାଖାପାଖି ତାକୁ ଚଲେଇଥିଲି ରନିଂ କରିଥିଲି। ଆଚ୍ଛା। ଅ, ସେଥିରେ ଖାଲି ଆମର ଡେଲି ଲାଇଫ ର ବ୍ଲଗ ଥିଲା ଆଉ ହୁଁ ଗୋଆର ସବୁ ବିଚ୍ ର ହୁଁ ଆଉ ଆମର ଗୋଆର ଗୋଟେ ଓଲ୍ଡ ଗୋଆ ଗୋଟେ ଜାଗା ନା ଅଛି ଶୁଣିଥିବେ। ହୁଁ। ଚର୍ଚ୍ଚ ପାଇଁ ସେଟା ହଉଛି ଫେମସ ଥିଲା। ଆଚ୍ଛା। ଫେମସ ଓଲ୍ଡ ଗୋଆ। ସେ ଗୋଆରେ ତ ଭିଡିଓ ବହୁତ ସେ କଣ୍ଟେଣ୍ଟ ଆପଣଙ୍କୁ ମିଳିଯିବ କାହିଁକି ବହୁତ ଜିନିଷ ଦେଖିବାକୁ ଅଛି ଲୋକ ଦେଖିବା ପାଇଁ ହଁ ବି। ହଁ ସେଟାକୁ ମୁଁ ୱେଟ୍ କରିଛି ଆମର ଯୋଉଟା ମୁଁ ନୂଆ ଚ୍ୟାନେଲ ଖୋଲିଛି ସେଟା ହୁଁ ୱେଟ୍ କରିଛି ଯେ ଆମର ବର୍ଷା ଛାଡିଗଲା ପରେ ହୁଁ। ସେ କଣ୍ଟେଣ୍ଟ ସବୁ ପକେଇବା ପାଇଁ ପ୍ଲାନ୍ ରଖିଛି। ମୁଁ ଦେଖେ ଟୁରିଷ୍ଟ ପ୍ଲେସ ରେ ଏମିତି ବି ଚ୍ୟାନେଲ ଅଛି ଖାଲି ସେଇ ଗୋଟେ ଟୁରିଷ୍ଟ ପ୍ଲେସ କୁ ନେଇକି ହିଁ ଭିଡିଓ ମାନେ ସେମାନେ ପକାନ୍ତି ଆଉ ତାଙ୍କର ବହୁତ ଭଲ ବି ଚାଲିଛି ଚ୍ୟାନେଲ। ସପୋଜ ଗୋଆ ଉପରେ ଖାଲି ଗୋଆର ହଁ ଉପରେ ହିଁ କିଛି ଲୋକ ପକାନ୍ତି ଆଉ ଗୋଆର ସବୁ କିଛି ଅପଡେଟ ଦିଅନ୍ତି ହୋଟେଲ କେମିତି ପ୍ରାଇସ୍ କେମିତି ସେଠିର ଆଜିର ମୌସମ କେମିତି ଆଜିର ସେଠିକାର କେମିତି କଣ ନୂଆ ଫେଷ୍ଟିଭାଲ ହଉଛି କଣ ହଉଛି ସେଇ ସବୁ ଜିନିଷ ଲୋକଙ୍କୁ ଖାଲି ଅପଡେଟ ଦିଅନ୍ତି କାହିଁକିନା ହଜାର ହଜାର ଲୋକ ସେଇ ସବୁ ଦେଖିବା ପାଇଁ ଆସନ୍ତି ତ ସେଇଥିପାଇଁ ବହୁତ ଚ୍ୟାନେଲ ମୁଁ ଦେଖେ ଓନ୍ଲି ଗୋଟେ ଗୋଟେ ଜାଗା ଉପରେ ଟୁରିଷ୍ଟ ପ୍ଲେସ ଉପରେ ବି ଚ୍ୟାନେଲ ଚାଲିଛି। ଗୋଆର ଟିପ୍ସ ଉପରେ ସେମାନେ ଦିଅନ୍ତି। ରାଇଟ୍ ସବୁ କିଛି ଜିନିଷ ଅପଡେଟ ଦିଅନ୍ତି ଯେହେତୁ ସେମାନେ। ମୁଁ ଡ୍ୟୁଟି କରୁଛି 12 ଘଣ୍ଟା ଡ୍ୟୁଟି କରୁଛି ହୁଁ ତାରି ଭିତରେ ମତେ ଛୁଟି ଦେଖି ଟାଇମ ଦେଖି ଯିବା ପାଇଁ ପଡେ। ଆଚ୍ଛା ତ କୋଉ ଡ୍ୟୁଟି ଦେଖିବାକୁ ପଡୁଛି। ସେଥିରେ କୋଉଠି କଣ କେମିତି କାମ କରୁଛନ୍ତି ସେଠି? କ୍ରମ୍ପଟନ କମ୍ପାନୀ ଯୋଉ ଆମର ଯୋଉ ଫ୍ୟାନ ବନା ହଉଛି ଆଚ୍ଛା। ପେଣ୍ଟିଂ ହଉଛି ର ମେଟେରିଆଲ ଅଛି ସେଟା ପେଣ୍ଟିଂ ହଉଛି। ଆଚ୍ଛା। ତ ଆଗ ଗତ ମାନେ ଯୋଉ ପୂର୍ବ ଚ୍ୟାନେଲ ଟା ସେଇଟା କାହିଁକି ଡିଲିଟ କାହିଁକି ହେଇଗଲା ସେ ଚ୍ୟାନେଲ ଟା? ଡିଲେଟ କଣ ପାଇଁ ହେଲା ସାର୍ ମୋର ସେ ଚ୍ୟାନେଲ ପୁରା ଫ୍ରିଜ୍ ହେଇଗଲା। ଆଚ୍ଛା। ବହୁତ ପ୍ରକାର ମୁଁ ସେଥିରେ ଭୁଲ କରିଥିଲି। ହୁଁ ହୁଁ। ପ୍ରଥମ ଭୁଲ ଥରେ ମୁଁ ଯେତେବେଳେ ଜାଣିଲି ବଡ ବଡ ସବସ୍କ୍ରାଇବର ମାନେ ସେମାନେ ସବୁ କହିଲେ ତମ ଭିଡିଓରେ ହୁଁ ହୁଁ ଯେ ଫ୍ରିଜ ହବାର ବହୁତ ପ୍ରକାର ଲକ୍ଷଣ ଅଛି ବହୁତ ହୁଁ ପ୍ରକାର କାରଣ ଅଛି। ହୁଁ ଗୋଟେ ହେଲା ସବସ୍କ୍ରାଇବ ଟୁ ସବସ୍କ୍ରାଇବ ହୁଁ ଯେମିତି କିି ମୁଁ ମୋ ସାଙ୍ଗ ମୋବାଇଲ ଆଣିଲି ହୁଁ ଆଉ ମୁଁ ତା ମୋବାଇଲ ନେଇକି ମୁଁ ଚ୍ୟାନେଲର ସବସ୍କ୍ରାଇବ କରିଥିଲି ଠିକ ସିଏ ଅଛି। ଗୋଟେ ଭୁଲ ହେଲା। ହୁଁ ସେକେଣ୍ଡ ସିଏ ପ୍ରଥମେ ମତେ କିଛି ଡିଫେକ୍ଟ ଦେଖେଇଲାନି ଦେଖେଇଲା ଗୋଟେ ବର୍ଷ ପରେ ସେ ଡିଫେକ୍ଟ ଦେଖେଇଲା ତାର ଚ୍ୟାନେଲ ଡାଉନ ହବାର ମାନେ ହେଇ ଆସିଲା ଗୋଟାଏ ବର୍ଷ ପରେ।
ହୁଁ ପ୍ରଥମେ ସବସ୍କ୍ରାଇବ ମୁଁ ନେଇ ଆସିଲି ସାଙ୍ଗମାନଙ୍କ ପାଖରୁ। ହୁଁ ହୁଁ ସେକେଣ୍ଡ ହେଲା ନିଜ ଭିଡିଓ ନିଜେ ମୁଁ ଦେଖିଲି। ମୁଁ ତ ଜାଣିନଥିଲି ସେତେବେଳେ ୟୁଟ୍ୟୁବ ବିଷୟରେ ନୂଆ। ହୁଁ ସେତେବେଳେ ଜାଣିନଥିଲି ୟୁଟ୍ୟୁବ ବିଷୟରେ ନୂଆ। ତାପରେ ମୁଁ ନିଜ ଭିଡିଓ ନିଜେ କ୍ଲିକ୍ କଲି, ହୁଁ ଦେଖିଲି। ତାପରେ ମୋ ଲିଙ୍କ ଟାକୁ ମୁଁ ସୋସିଆଲ ମିଡିଆରେ ମୁଁ ସେୟାର କରିଦେଲି, ହ୍ୱାଟ୍ସଆପ ହଉ, ଫେସବୁକ୍ ହଉ, ହୁଁ ସାଙ୍ଗମାନଙ୍କ ପାଖକୁ ହଉ। ଆଉ ହୁଁ ମୋ ଲିଙ୍କ ଟାକୁ ମୁଁ ସେୟାର ତ ସିଏ ହେଲା ବହୁତ ବଡ ପ୍ରୋବ୍ଲେମ। ରାଇଟ୍। ତାପରେ ଲାଇଭ ଏମିତି କଣ୍ଟିନ୍ୟୁ ଡେଲି ଆମେ ଯଦି 2 ଟାଇମ 3 ଟାଇମ ଲାଇଭ କରିବା ଚ୍ୟାନେଲରେ ଏତେ ଗ୍ରୋଥ ହବନି। ହୁଁ 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 ତାପରେ ଲାଇଭ କଲା ପରେ ଯୋଉମାନେ ମତେ ସବସ୍କ୍ରାଇବ ମାନେ ଆସି ମତେ ସପୋର୍ଟ କରନ୍ତି, ତ ଅଲଗା ଯୋଉ ଫେକ୍ ଆଇଡି ହେଇକିରି ଆସନ୍ତି ସେମାନେ ଦେଖନ୍ତି ଇଏ ଆସୁଛି ଇଏ ସପୋର୍ଟ କରୁଛି, ହୁଁ ତ ତାଙ୍କ ଚ୍ୟାନେଲ କୁ ଯାଇକିରି ମୋ ନାଁରେ ଫେକ୍ ଆଇଡି ଖୋଲିକି ସେମାନଙ୍କୁ ଗାଳି ଆରମ୍ଭ କରିବେ। ତ ଏମିତି ହବାର ଚ୍ୟାନେଲ ଅଟୋମେଟିକ ଡାଉନ ହେଲା। ଆଉ ଯୋଉମାନେ ହୁଁ ମତେ ମତେ ସପୋର୍ଟ କରୁଥିଲେ, ମୋ ଭିଡିଓ ଦେଖୁଥିଲେ, ହୁଁ ତ ସେମାନେ ମୋ ଭିଡିଓ ଦେଖିବା ବନ୍ଦ କରିଦେଲେ। ଆଚ୍ଛା। ତ ତାପରେ କଣ ସେଇଟା ତମେ ନିଜେ ଡିଲିଟ କରିଦେଲ ସେ ଚ୍ୟାନେଲ ନା ୟୁଟ୍ୟୁବ ରୁ କିଛି? ନିଜ ଯେତେବେଳେ ଭିଉ ଆସିଲାନି, ସବସ୍କ୍ରାଇବ ଯେତେବେଳେ ମାଇନସ ହେଇ ଚାଲିଲା, ହୁଁ ସବସ୍କ୍ରାଇବ ବଢିଲାନି, ହୁଁ ତ ମୁଁ 3 ମାସ ୱେଟ କଲି। ତାରି ଭିତରେ ମୁଁ ଲାଇଭ ବନ୍ଦ କରିଦେଇଥିଲି। ହୁଁ ତା ଭିତରେ ମୁଁ ଭିଡିଓ ପକେଇ ଚାଲିଥାଏ, ଭିଉ ବି ଆସିଲାନି। 5 ଭିଉ, 5 ଯୋଉ ଜାଗାରେ 1K 2K 3K ଭିଉ ଆସିବା କଥା, ହୁଁ ସେ ଜାଗାରେ 5 10 ଏଇଭଳିଆ ଭିଉ ଆସିଲା। ହୁଁ ତାପରେ ମୁଁ ଦେଖିଲି 2 ମାସ 3 ମାସ ୱେଟ କଲି, ହୁଁ ତଥାପି କିଛି ମତେ ଗ୍ରୋଥ ମିଳିଲାନି ସେଥିରେ। ହୁଁ 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 ତାପରେ ମୁଁ ସର୍ଚ୍ଚ କଲି ତ ଆଠି ସଲ୍ୟୁସନ କଣ ଅଛି ଯେ ଏ ଚ୍ୟାନେଲ କୁ ଗ୍ରୋ କରିବା ପାଇଁ। ହୁଁ ତ ସେମାନେ କହିଲେ ଯେ ଯୋଉମାନେ ଆଗ ଧାଡିରେ ଯୋଉମାନେ ଅଛନ୍ତି, ସେମାନେ ଆମର ଦିଲ୍ଲୀପ ଭାଇ ହୁଅନ୍ତୁ, ମନୋଜ ହଉ, ହୁଁ ତ ସେମାନେ କହିଲେ, ସେମାନଙ୍କୁ କହିବା କଥା ଯେ ଯଦି ଚ୍ୟାନେଲ ଯଦି ଫ୍ରିଜ ହେଇଯାଇଛି, ତ ଟିକେ ଟାଇମ ଲାଗିବ। ବର୍ଷେ ହଉ, 2 ବର୍ଷ ହଉ, 6 ମାସ ହଉ, ଟିକେ ଟାଇମ ଲାଗିବ। ହୁଁ ସେକେଣ୍ଡ ସଲ୍ୟୁସନ ହଉଛି ଆମର ସେଟାକୁ ଚ୍ୟାନେଲକୁ ଡିଲେଟ କରି ନୂଆ ଚ୍ୟାନେଲ ଖୋଲିବା ପାଇଁ। ମୁଁ ଭାବିଲି ଯଦି ଯଦି କିଛି ପାଇବାକୁ ହେଲେ କିଛି ହରେଇବାକୁ ପଡିଥାଏ। ମୁଁ ଭାବିଲି ରାଇଟ୍ ଯଦି ଡିଲେଟ କରିଦେଇକି ନୂଆ ଚ୍ୟାନେଲ କରିବି, ସେଥିରେ ଗ୍ରୋଥ କରିବା ପାଇଁ ମୁଁ ଯୋଉ ଭୁଲ କରିଛି ପୁରୁଣା ଚ୍ୟାନେଲରେ, ମୁଁ ହୁଁ ସେ ଚ୍ୟାନେଲକୁ ସୁଧାରିବା ପାଇଁ, ସେ ଜିନିଷ ସୁଧାରିବା ପାଇଁ ମୁଁ ଚେଷ୍ଟା ହୁଁ ରାଇଟ୍। ତ ଅ, ତ ଷ୍ଟ୍ରାଇକ୍ କିଛି ଥିଲାନି, କପିରାଇଟ୍ ଇସ୍ୟୁ କିଛି ଥିଲାନି, ନିଜେ ସେଟା ଡିଲିଟ୍ କଲ? ଗୋଟେ ଥିଲା। ପ୍ରଥମେ ମୁଁ ଯେତେବେଳେ ମୁଁ ଷ୍ଟାର୍ଟ କରିଥିଲି, ଆମର ଛୋଟ ଛୋଟ ପିଲା ମାନେ 1 2 ବର୍ଷ, ହୁଁ ସେମାନେ ତାଙ୍କୁ ନେଇକିରି ମୁଁ ଗୋଟେ ବ୍ଲଗ କରିଥିଲି। ହୁଁ ତ ସାଙ୍ଗେ ସାଙ୍ଗେ ୟୁଟ୍ୟୁବ 2 ମିନିଟ ଭିତରେ ସେ ଭିଡିଓକୁ ଡିଲେଟ କରିଦେଲା। ତାପରେ ମେଲ ଆସିଲା ଯେ ତମ 1 ହପ୍ତା ପାଇଁ ତମର ନା ଭିଡିଓ ପୋଷ୍ଟ କରିପାରିବ, ନା ଲାଇକ୍ କମେଣ୍ଟ ଦେଇପାରିବ। ତ ଏମିତି ସେଇଟା ମେଲ ସେଇଟା ଆସିଲା। ସେଇ ଛୋଟ ଛୁଆଙ୍କୁ ଯେଟା ନେଇକି କରିଥିଲ, ସେଇଟା ଲାଇଭ୍ କରିଥିଲ ନା ନର୍ମାଲ ଭିଡିଓ ଥିଲା ରେକର୍ଡେଡ? ବ୍ଲଗ ପକେଇଥିଲି। ବ୍ଲଗ ପକେଇଥିଲ ତ ସେଇଟାକୁ ଏଡିଟିଂ ବେଳେ କଣ ମ୍ୟୁଜିକ ଦେଇଥିଲ ନା ଛୋଟ ଛୁଆଙ୍କ ପାଇଁ ମାରିଲା, କିଛି ରିଜନ ଦେଇଥିଲା ୟୁଟ୍ୟୁବ? ଛୋଟ ଛୁଆ ପାଇଁ ମୁଁ ମାନେ ଯୋଉଟା ଆମର ଯୋଉଟା ମରାଯାଏ, ନେଟଫ୍ଲିକ୍ସ କିଡସ୍ ହଁ ହଁ ସେଇଟାକୁ ମୁଁ କରିନଥିଲି। ନୋ କରିକିରି, ହୁଁ ତ ମୁଁ ଏମିତି ମୁଁ ଜାଣିନଥିଲି ସେତେବେଳେ ଚ୍ୟାନେଲ 3 4 ଦିନ ରନିଂ ଚାଲିଥିଲା। ମୁଁ ହୁଁ ସେ ବିଷୟରେ କିଛି ଜାଣିନଥିଲି ଯେ ଛୋଟ ପିଲାଙ୍କୁ ନେଇକରି ଭିଡିଓ କଲେ ଏମିତି ହବ ବୋଲି। ତ ରାଇଟ୍ ଯେତେବେଳେ ହେଇସାରିଲା, ମୁଁ ସେତେବେଳେ ଜାଣିଲି ଯେ ଏମିତି। ରାଇଟ୍ ରାଇଟ୍। ଆଚ୍ଛା ଏଇଟା ଗୋଟେ ଆଉ କଣ ଷ୍ଟ୍ରାଇକ୍ ଥିଲା? ଆଉ କିଛି ଷ୍ଟ୍ରାଇକ୍ ନଥିଲା। ଆଉ ତ କପିରାଇଟ୍ କ୍ଲିନ୍ ଆସିଥିଲା, ଷ୍ଟ୍ରାଇକ୍ ନୁହଁ, କପିରାଇଟ୍ କ୍ଲିନ୍ ଆସିଥିଲା। ଇଏ ଆସିଥିଲା ଯୋଉଟା ନର୍ମାଲ ଆସେ କିଛି ମ୍ୟୁଜିକ ଫ୍ୟୁଜିକ ପାଇଁ, ଯୋଉଟା ସେଟା କିଛି ଇସ୍ୟୁ ଏତେ ହୁଏନି। ତ ଏ ଗୋଟିଏ ଷ୍ଟ୍ରାଇକ୍ ଆସିଥିଲା ନାଇଁ କି? ତ ଏଇଟା ଆମେ ଜାଣିବା କଥା, କାହିଁକି ନା ନୂଆ ଯୋଉ ୟୁଟ୍ୟୁବର ମାନେ କେউ ଯଦି ଦେଖୁଛନ୍ତି ଏଇ ଭିଡିଓ, ସେ ବି ତମର ଏକ୍ସପିରିଏନ୍ସ ରୁ ଟିକେ ତାଙ୍କୁ ହେଲ୍ପ ମିଳିବ। 2 ବର୍ଷ ତମେ କାମ କରିଛ, ଷ୍ଟାର୍ଟିଂ ରେ ବହୁତ ଏତେ କଷ୍ଟ କରିଛ। ସାର୍ ମୁଁ ଏଇଠି ଆପଣଙ୍କ ଚ୍ୟାନେଲ ମାଧ୍ୟମରେ ମୁଁ ଗୋଟେ କଥା କହିବାକୁ ଚାହେଁ, ଯୋଉମାନେ ଏ ଭିଡିଓ ଦେଖୁଛନ୍ତି, ହୁଁ ନୂଆ ୟୁଟ୍ୟୁବର ମାନେ ଆଜିକା ଟାଇମରେ ଯୋଉମାନେ ଆସୁଛନ୍ତି, ରାଇଟ୍ ସେମାନେ ମୋ ଭଳି ଏମିତି କିଛି ଭୁଲ କରନ୍ତୁନି, ଯାହା ଫଳରେ ସେମାନଙ୍କୁ ଚ୍ୟାନେଲ ଫ୍ରିଜ ହେଇଯିବ, ବା ସେମାନେ ଆଗକୁ ବଢିବା ପାଇଁ ଚେଷ୍ଟା କରିଥିବେ, ବଟ ତାଙ୍କର କିଛି ଚ୍ୟାନେଲ ଗ୍ରୋ ହବନି। ରାଇଟ୍। ଯେମିତି ମୁଁ ମୋ ସାଙ୍ଗ ମାନଙ୍କୁ କହିକିରି ହୁଁ ତାଙ୍କ ମୋବାଇଲ ଯାଇ ମୁଁ ସବସ୍କ୍ରାଇବ କଲି, ସେ ହେଲା ଭୁଲ। ହୁଁ ଯେମିତି ମୋ ଲିଙ୍କ ସାଙ୍ଗମାନଙ୍କୁ ସେୟାର କଲି, ଫେସବୁକ୍ ରେ ହଉ, ହ୍ୱାଟ୍ସଆପ ରେ ହଉ, ହ୍ୱାଟ୍ସଆପ ଆମର ଯେକୌଣସି ସୋସିଆଲ ମିଡିଆ ଲିଙ୍କ ସେୟାର କଲେ, ସେ ଭୁଲ ନ କରନ୍ତୁ। ତ ମୋ ରାଇଟ୍। ଭଳି ହଇରାଣ ହେଇଥିବେ।
ସେଥିପାଇଁ ଯୋଉମାନେ ଆସୁଛନ୍ତି ନୂଆ ପିଲାମାନେ ସେମାନେ ଏକ୍ସାକ୍ଟ। ଭୁଲ ଯେମିତି ନ କରନ୍ତୁ। ଖାଲି ସମୟଟାକୁ ନଷ୍ଟ ହବ କାମ କରୁଛୁ ମାନେ ଆମେ ପଇସା କିଛି ଇନକମ୍ ନିହାତି ଆମେ ଆଶା କରୁଛୁ। ତ ସେଥିପାଇଁ ଆମେ ୟୁଟ୍ୟୁବରେ ଭିଡ଼ିଓ କରୁଛୁ, ତା ପାଇଁ ସମୟ ନଷ୍ଟ ହେଉଛି, ତା ପାଇଁ ପଇସା ବି କିଛି ନଷ୍ଟ ହେଉଛି। ତ ହଁ ହଁ ସେଥିରୁ କିଛି ଆମ ଆର୍ନିଂ ନିହାତି ଦରକାର। ଯଦି ଆମେ କାମ କରୁଛୁ କିଛି ବି ଜିନିଷ ପାଇଁ ସେଥିରେ ପଇସା ଦରକାର। ତେଣୁ ସେଇଟା ଭୁଲ ନ କରିକି ଜିନିଷ ଶିଖିକି ଠିକ୍ ଠାକ୍ କରନ୍ତୁ। ବାକି ମୁଁ ଭାବୁଛି ଫ୍ରିଜ୍ଟାକୁ ଆଉ ଟିକେ ୱେଟ୍ କରିଥିଲେ ହେଇଥାନ୍ତା, ଡିଲିଟ୍ ନ କରିକି ହୁଏତ ଦିଟା ଚ୍ୟାନେଲ ଚଲେଇଥାନ୍ତ। ଏଇଟା ବି ଚାଲିଥାନ୍ତା, ସେଇଟା ହଁ ବର୍ଷେ ହଁ। ଦୁଇ ବର୍ଷ ଭିତରେ କିଛି ଭାଇରାଲ କଣ୍ଟେଣ୍ଟ ତାପରେ ଦେଇକି ତାକୁ ଫ୍ରିଜ୍ଟାକୁ ଉଠେଇବା ପାଇଁ ଚେଷ୍ଟା କରିଥାନ୍ତ। ସେଇଟା ମୁଁ ଭାବୁଛି ଡିଲିଟ୍ ଭାବିଲି ନ କରିଥିଲେ ହେଇଥାନ୍ତା। ୱେଟ୍ ହୁଁ କରିଥିଲେ ହେଇଥାନ୍ତା। ଫିର ଭାବିଲି ଯଦି ୱେଟ୍ କରିବି ତାରି ଭିତରେ ମୁଁ ଆଉ ଗୋଟେ ଚ୍ୟାନେଲ ଖୋଲିକିରି ମୁଁ ହୁଁ ଆଉ ଗୋଟେ ଜିନିଷ ମୁଁ ଗୋଟେ କଥା କହୁଛି। ଯୋଉ ମୁଁ ସେଥିରେ ଯେତେବେଳେ ଦେଖିଲି ମାନେ ଯେତିକ ଭୁଲ ସବୁ ମୁଁ କରିଛି। ମାନେ ରାଇଟ୍। ପ୍ରଥମେ ଯେତେ ପ୍ରକାର ଭୁଲ ମୁଁ ଗାଇଡଲାଇନ ୟୁଟ୍ୟୁବ ର ଗାଇଡଲାଇନ ଯୋଉଟା ଥାଏ ହୁଁ ସେ ହୁଁ ଗାଇଡଲାଇନ ଭିତରୁ ବାହାର ମାନେ ତାର କିଛି ଗୋଟେ ରୁଲସ ଭିତରେ ମୁଁ ନଥିଲି। ମୁଁ ଆଚ୍ଛା। ଦେଖିଲି ଏ ଆଗକୁ ଯିବା ଯିବା ମାନେ ମତେ ସମ୍ଭବ ଲାଗିଲାନି। ଯଦି ନୂଆ ରାଇଟ୍। ଚ୍ୟାନେଲ ଖୋଲୁଛି ସେଟାକୁ ମୁଁ ଯାହା ସବୁ ମୁଁ ଭୁଲ କରିଥିଲି ସେଟାକୁ ସୁଧାରିବା ପାଇଁ ଚେଷ୍ଟା କରିବି ନୂଆ ଚ୍ୟାନେଲରେ ଆଉ ଆଗକୁ ନବା ପାଇଁ ଚେଷ୍ଟା କରିବି। ନିହାତି ଉପରେ ଆମେ ଭାବୁଛୁ ତମ ଚ୍ୟାନେଲ ନିହାତି ଉପରେ ଗ୍ରୋ କରିବ। ଆମେ କମ୍ୟୁନିଟିରେ ବି କାଲି ଦେଇଦେବା। ଆଉ ତମ ସମସ୍ତେ ଆମେ ଭାବୁଛୁ ଭାଇଙ୍କୁ ସପୋର୍ଟ କର। ସପୋର୍ଟ କରିକି ତାଙ୍କୁ ଶୀଘ୍ର ଶୀଘ୍ର ଟିକେ ଗ୍ରୋଥ ପାଇଁ ତାଙ୍କ ଭିଡ଼ିଓ ଦେଖ, ଗ୍ରୋଥ ପାଇଁ ଇଏ ହେଲ୍ପ କର। ଭାଇଙ୍କର ଏବେ ଜଷ୍ଟ ବେଶୀ ସବସ୍କ୍ରାଇବର ଆସିନି। କିନ୍ତୁ ନା ଆଶା ନା। କରୁଛୁ 22ଟା ଭିଡ଼ିଓ ପକେଇ ସାରିଲେଣି ନା କି ଭାଇ? 22ଟା ଭିଡ଼ିଓ ବୋଧେ ପଡ଼ିଛି। ତ ଏବେ ପ୍ଲାନ୍ କଣ ଅଛି? କେମିତିକା ଭିଡ଼ିଓ ସାର୍ ପକେଇବ? ବ୍ଲଗ ଚାଲିବ ନା ଭ୍ଲଗ ରେ ବିତୃଷ୍ଣା ହେଇକି ଗୋଟେ ଭିଡ଼ିଓରେ ଗାଳି ଦଉଥିଲେ ମୁଁ ଦେଖୁଥିଲି। ଏବେ ବ୍ଲଗ ଛାଡ଼ିକି ରଷ୍ଟିଂ କରିବା। ନା ନାଇଁ ସେ ଭିଡିଓ ଥିଲା, ସେ ଭିଡିଓ ଥିଲା ମାନେ ସେ ଭିଡିଓ ଭିତରେ ଗାଳି ନଥିଲା। ଥମ୍ବନେଲରେ ସେଟା ନାଇଁ 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 ଗାଳି ନଥିଲା, ହଁ କୁହ। ସେ ଭିଡିଓରେ ମୁଁ ଗାଳି ଦେଇନି। ସେ ହୁଁ ଭିଡିଓ ଆପଣ ଦେଖନ୍ତୁ, ସେ ଆମେ ଭିଡିଓରେ ମୁଁ କିଛି ଦେଖିଛୁ। ତା ଗାଳି ନା ଗାଳି ନାହିଁ, ମାନେ ଦେଇନି। ସେଇଟା ମାନେ ନିଜକୁ ଯେ ଆଉ ୟୁଟ୍ୟୁବ ଉପରେ ଅଭିମାନ। ଅଭିମାନ ଗୋଟେ 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 ଜିନିଷ ସାର୍, ଯେତେବେଳେ ମୁଁ ଚ୍ୟାନେଲ 2 ବର୍ଷ ଚ୍ୟାନେଲ 1.5 ବର୍ଷ ଚ୍ୟାନେଲ ଚଲେଇ ସାରିଲା ପରେ ହୁଁ ମାନେ ଯେତେବେଳେ ମୁଁ ଡିଲେଟ କରିବା ପାଇଁ ଗଲି, ଡିଲେଟ କଲି ସାର୍। ମାନେ ହୁଁ। ସାର୍ ମାନେ କଣ କହିଲ ସାର୍, ଏତେ ମନ ମାନେ ହାର୍ଟ ବହୁତ ବାଜିଲା କଷ୍ଟ, ସାର୍। ହଁ ନିହାତି ଉପରେ। ବହୁତ ବହୁତ କଷ୍ଟ ହେଲା ଯିଏ ୟୁଟ୍ୟୁବରେ ଭିଡିଓ କରିଛି, ସାର୍। ଯିଏ ୟୁଟ୍ୟୁबर ସେ ଜାଣିଥିବ କେତେ କଷ୍ଟ ହୁଏ। ମାନେ ରାତି ରାତି କେତେ ଏଡିଟିଂ ସେଦିନ କଲା ରାତିରେ ପରେ। ସାର୍ ମୁଁ ଖାଇନି। ମାନେ ଏତେ କଷ୍ଟ ହେଲା ସେଦିନ ରାତିରେ, ମତେ ଭୋକ ହେଲାନି। ମାନେ ସେ ହୁଁ ଚ୍ୟାନେଲ ଯେତେବେଳେ ଡିଲେଟ କରିସାରିଲା ପରେ ଆମ ସାଙ୍ଗେ ସାଙ୍ଗେ କିଛି ନହେବା ଭିତରେ ଆଉ ଗୋଟେ ସାଙ୍ଗେ ସାଙ୍ଗେ ସେଇଦିନ ରାତିରେ ସମୟ ହେଲାନି। ଆଉ ମନଟା ଭଲ ନଥିଲା। ହୁଁ ଆଉ ହୁଁ ସେକେଣ୍ଡ ଦିନ ମୁଁ ଆଉଥରେ ଗୋଟେ ନୂଆ ଚ୍ୟାନେଲ ଖୋଲିଲି, ନୂଆ ଇମେଲ ସେ ହୁଁ ହୁଁ। ତ ଏଇ ଚ୍ୟାନେଲରେ ଆଗକୁ କଣ ପ୍ଲାନିଂ ଅଛି? ବ୍ଲଗିଂ ନା ରୋଷ୍ଟିଂ ନା ଆଉ କିଛି? ନାଇଁ ସାର୍ ରୋଷ୍ଟିଂ ନାହିଁ, ରୋଷ୍ଟିଂ ସାର୍ କିଛି ଫେମସ ଆମର କିଛି ଚାଲି ନାହିଁ କିଛି। ହୁଁ ଖାଲି ଗୋଟେ ଭିୟୁ ଆସିବା କଥା, ନହେଲେ ଆମର ବ୍ଲଗ ଚ୍ୟାନେଲରେ ଯେତିକି ଡେଭଲପମେଣ୍ଟ ଅଛି ରୋଷ୍ଟିଂରେ କିଛି ନାହିଁ। ହୁଁ ହୁଁ ଖାଲି ଗୋଟେ ଭିୟୁ ପାଇଁ ସେଟା କରୁଛନ୍ତି। ହୁଁ। ଏମିତି ଗୋଟେ ମୁଁ ଅଭିମାନରେ ଗୋଟେ ଲେଖି ଦେଇଥିଲି। ବ୍ଲଗ ନିହାତି କରିବି ନା ରୋଷ୍ଟିଂ କରିବି। ନିହାତି ପୁରା। ସେମିତି ମୁଁ ଭାବୁଛି ମୋର ତ ବହୁତ ବଢିଆ ଚାଲିବ ଗୋଆ ବିଷୟରେ ଲୋକଙ୍କୁ ଜାଣିବା ପାଇଁ। ଖାଲି ତମେ ଯଦି ବେଶୀ ଦୂର ବି ଧର ଚାକିରୀ ଭିତରେ କରିକି କରିବାଟା ବହୁତ ମୁସ୍କିଲ ହୁଏ। ଯେମିତି ଆମେ ବ୍ଲଗ ଆମର ମାଲେସିଆ ଭାଇଙ୍କ ସହିତ କଥା ହଉଥିଲୁ, ଓଡିଆ ବ୍ଲଗ ମାଲେସିଆ। ତାଙ୍କ ସହିତ ଗୋଟେ ଇଣ୍ଟରଭ୍ୟୁରେ କଥା ହଉଥିଲୁ। ସିଏ ବି ସେଠି ମାଲେସିଆରେ 10-12 ଘଣ୍ଟା ଜବ୍ କରିକି ତାଙ୍କୁ ବହୁତ କଷ୍ଟ ହୁଏ ବୋଲି କହୁଥିଲେ। ମୁଁ ରାତିରେ ଆସିକି 3ଟା 4ଟା ଯାଏ ଏଡିଟିଂ କରେ, ସମୟ ହୁଏନି। କିନ୍ତୁ ମୁଁ ଚଲେଇଛି, ଭାବୁଛି ନିହାତି ଉପରେ କିଛି ଦିନ ଭିତରେ ଗ୍ରୋଥ ହବ। ତ ସେଇଭଳିଆ ମୁଁ ଭାବୁଛି ତମେ ସେଇ ପାଖାପାଖି, ଯେହେତୁ ସେଇଟା ଗୋଟେ ବହୁତ ଟୁରିଷ୍ଟ ଆଟ୍ରାକ୍ସନ, ଯୋଉ ସୁନ୍ଦର ଜାଗା। ମୁଁ ଭାବୁଛି ସେଇଥିରେ ଯଦି ତମେ ସେଇ ତା ଭିତରେ ଯଦି ଖାଲି କରିବ, ମାନେ ସେଇ ଯଦି ଖାଲି ଗୋଆକୁ ବି ଏବେ ଯେତେବେଳେ ଯାଏ ଟାଇମ ମିଳୁଛି ଦେଖେଇବ, ତାହେଲେ ଧୀରେ ଧୀରେ ତମ ଚ୍ୟାନେଲ ନିହାତି ଉପରେ ଲୋକ ଦେଖିବା ପାଇଁ ଇଣ୍ଟରେଷ୍ଟ ନେବେ। ଆଉ ପିକଅପ୍ ହବ। ଆଉ ତାକୁ ଭଲ ଭଲ ଜାଗା ଗୋଆରେ ଛୋଟ ଛୋଟ ଜାଗା ବି ଦେଖାଅ ଧୀରେ ଧୀରେ। ମୁଁ ଭାବୁଛି ନିହାତି ଉପରେ ଗ୍ରୋଥ ହବ। ଆଉ ତମର କଣ ପ୍ଲାନ୍ ଅଛି କେମିତିକା? ଆଗକୁ ସାର୍ ମୋର ଯୋଉ 12 ଘଣ୍ଟା ଡ୍ୟୁଟି ରହୁଛି, ଆଗକୁ ଟାଇମ କମିଯିବ, 8 ଘଣ୍ଟା ହେଇଯିବ। ଆଚ୍ଛା। ତ ସେଇ 8 ଘଣ୍ଟା ପରେ ଯୋଉ 5ଟା ପରେ ଯୋଉ ଛୁଟି ହବ, ସେଇ 5ଟା ପରେ ମୁଁ ଆରାମସେ ଯାଇକିରି ମୁଁ ବନେଇ ପାରିବି ବିଚ୍ ଯାଇକିରି। ହଁ। ଯେହେତୁ ଏବେ ପ୍ରାୟ ଛୁଟି ରହୁଛି, ହୁଁ। ଆମର ଛୁଟି ରହିଯିବ ଏଇ ଗଣେଶ ପୂଜା ପାଖାପାଖି। ଆରମ୍ଭ ହେଇଯିବ। ତ ମତେ ଟାଇମ ମିଳିବ ବ୍ଲଗ ବନେଇବା ପାଇଁ। ଆଚ୍ଛା। ବିଚ୍ ବହୁତ ଯାଇକିରି ଭଲ ଲାଗିଲା ଭାଇ। ଘରକୁ କେବେ କେବେ ଆସୁଛ? କେତେ ଦିନ? ବର୍ଷକୁ ଥରେ ନା 2 ଥର? ଘରକୁ ବର୍ଷକୁ ଥରେ ଯାଏ।
ବର୍ଷକୁ ଥରେ ଆସନ୍ତୁ, ଚାଲ କେବେ ଆସନ୍ତୁ, ନହେଲେ କେବେ ଆମେ ଯାଉ, ଦେଖା ହବ ଗୋଆରେ। ସାର୍ ବହୁତ ଭଲ ଆପଣଙ୍କ ଲାଗିଲା ସହିତ ଭାଇ। କଥା ହେଇ ନିହାତି ଉପରେ ପ୍ରମୋସନ କରିବା ଆପଣଙ୍କ ଚ୍ୟାନେଲ, ପୁଣି ଆଉ ଥରେ ଆଉ ଟିକେ ଗ୍ରୋ କଲା ପରେ ଆଉ ଥରେ କରିବା। କାଲି ବି ଏଇଟା ଦବୁ, ଆଉ କମ୍ୟୁନିଟିରେ ବି ଦବୁ, ଯାହା ଯେତିକି ଆସିବ ପୁଣି ଧୀରେ 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 ଆଉ ପୁଣି ଆଉ ଥରେ ଦବୁ। ଯେତେବେଳେ ଯାଏଁ ଆକ୍ଟିଭେଟ ହେଇନି, ଆମେ ସପୋର୍ଟରେ ଫୁଲ ଲାଗିଛୁ। ଆକ୍ଟିଭେଟ ପରେ ତମ ରାସ୍ତା ତମେ ଚଲେଇବେ। ଯୋଉଠି ଯାହା ବି କାମ କରୁଛନ୍ତି କି ଗୋଟେ ଟାଇମ ଲାଗେ, ଆମେ ନିହାତି ଛଅ ଉପରେ ମାସ 1 ଦିନ ଭିତରେ ଆମର ସେଟା ହେଇଯିବ। ଯେକୌଣସି କାମ କରନ୍ତୁ ସେଥିରେ ଟାଇମ ଲାଗିବ, ବର୍ଷେ ଟାଇମ ହଉ ଦି ଲାଗିବ, ବର୍ଷ ନିହାତି ହଉ। ଉପରେ। ସେ ଟାଇମ ଟାକୁ ଆମକୁ ୱେଟ କରିବା ପାଇଁ ପଡିବ। ନିହାତି ଆମେ ଯଦି ନିହାତି ନିହାତି ଉପରେ। ନିହାତି। ଏକ୍ସପେକ୍ଟ ଚାଲ ରାସ୍ତାରେ ଭାଇ, ବହୁତ ପଡୁନାହାନ୍ତି ବଢିଆ ସେ। ଲାଗିଲା ତମ ସହିତ କଥା ହେଇକି। ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହବ ଆଉ ଗୋଟେ କେବେ ଭିଡିଓରେ, ନହେଲେ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।